ଥରେ ନିଶା ଗରୁଜୁଥାଏ, ତାହାକୁ ତୁହା ଶୀତଳ ପବନ ସାଙ୍ଗକୁ ବର୍ଷା ବି କାଚିକି ହେଉଥାଏ। ସାଇଁ ସାଇଁ ଶବ୍ଦ ଗଛଲତା ଭିତରୁ ଭାସି ଆସୁଥାଏ। ବଜ୍ରଧ୍ୱନି ଓ ଶ୍ୱାନ ଶ୍ୱାପଦଙ୍କ ରଡ଼ି ମଝିରେ ଶୁଭୁଥାଏ ଅଶରୀରୀ ମାନଙ୍କ ଅଟ୍ଟହାସ୍ୟ। ଏଣେ ସେ ଘନ ଘନ ବିଜୁଳି ଆଲୁଅରେ ଦିଶି ଯାଉଥାଏ ଭୟାବହ ମୁହଁଟିମାନ। କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟିଗଲେ ଓ ବୃକ୍ଷାରୋହଣ କରି ତହିଁରୁ ଶବଟିକୁ ଉତାରି ଆଣିଲେ। କିନ୍ତୁ ତାପରେ ତାକୁ ସେ ନିଜ କାନ୍ଧରେ ପକାଇ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, ରାଜା, ତୁମେ ଏ ଦୁର୍ଯୋଗପୂର୍ଣ୍ଣ ରାତିରେ ଯେ ଏଭଳି କଷ୍ଟ ପାଉଛ, ଏହା ପଛରେ ନିଶ୍ଚୟ କୌଣସି ବିଶେଷ କାରଣ ରହିଛି। ହୁଏତ କେହି ତୁମକୁ କୌଣସି ବଡ଼ ଧରଣର ପ୍ରତିଶ୍ରୁତି ଦେଇଛି। କିନ୍ତୁ ଥରେ ଥରେ ପ୍ରତିଶ୍ରୁତି ଦେଇ ତାହା ଲୋକେ ରକ୍ଷା ନ କରିବାର ଦୃଷ୍ଟାନ୍ତ କମ୍ ନୁହେଁ। ମୋ ବକ୍ତବ୍ୟକୁ ସ୍ପଷ୍ଟ କରିଦେବା ନିମନ୍ତେ ଗୋଟାଏ କାହାଣୀ କହୁଛି, ମନ ଦେଇ ତାହା ଶୁଣ। ଶୁଣିଲେ ତୁମ ଶ୍ରମଭାର ଲାଘବ ମନେ ହେବ। ବେତାଳ ଗୋପିଲା, ମଗଧ ଦେଶର ରାଜା ମାଧବସେନ ଥରେ ଛଦ୍ମବେଶ ପକାଇ ପ୍ରଜାଙ୍କ ଅବସ୍ଥା ଦେଖିବା ନିମନ୍ତେ ବୁଲୁଥିଲେ। ରାଜଧାନୀଠୁ ଅନେକ ଦୂର ଯିବା ପରେ ସେ ଗୋଟିଏ ଗାଁରେ ପହଞ୍ଚିଲେ। ସେ ଗାଁର ହାଲଚାଲ ଦେଖିସାରି ସେ ଟିକିଏ ଦୂରରେ ରହିଥିବା ଅନ୍ୟ ଗାଁକୁ ଯିବା ନିମନ୍ତେ ଗୋଟିଏ ନିର୍ଜନ ପଡ଼ିଆ ଅତିକ୍ରମ କଲାବେଳେ ତାଙ୍କ ପାଖରେ ପଡ଼ିଲା ଏକ ଅଦ୍ଭୁତ ଦୃଶ୍ୟ। ସେ ଦେଖିଲେ ଗୋଟାଏ କୁକୁର କବଳରୁ ଖସି ଆସି ବିଲେଇଟିଏ ସ୍ୱାଭାବିକ ଭାବରେ ଯାଉ ଯାଉ ହଠାତ୍ ଗୋଟାଏ ଗଛ ମୂଳରେ ବିକଟ ରଡ଼ି ଛାଡ଼ି ପ୍ରାଣମୂର୍ଚ୍ଛା ପଳାଇଲା। ଏସବୁ ଘଟଣା ଦେଖି ସେ ରାଜା ବଡ଼ ଆଶ୍ଚର୍ଯ୍ୟ ହେଲେ। ସେ ଗଛ ମୂଳରେ ଏଭଳି ଭୟଙ୍କର ଚିଜ କ'ଣ ଅଛି ବୋଲି ଅନାଇ ସେ ଯାହା ଦେଖିଲେ ସେଥିରେ ତାଙ୍କ ଆଶ୍ଚର୍ଯ୍ୟ ଦୁଇଗୁଣ ବଢ଼ିଗଲା। ଗୋଟାଏ ବଡ଼ ମୂଷା ଗଛ ମୂଳରେ ଶୋଇଥିଲା। ମୂଷାକୁ ଦେଖି ବିଲେଇ ଛାନିଆ ହେବ, ଏକଥା କିଏ ବା କଳ୍ପନା କରନ୍ତା। ରାଜା ଅବାକ୍ ହୋଇ ମୂଷାଟିକୁ ଲକ୍ଷ୍ୟ କଲେ। ଯେଉଁ ମୂଷାକୁ ଦେଖି ବିଲେଇ ପଳାଇଯାଏ, ସେ ମୂଷାକୁ ପୁଣି ଜୀବନରେ ରଖିବା ଠିକ୍ ନୁହେଁ। ରାଜା ଏହା ଭାବି ନିଜ ତରବାରୀ ବାହାର କଲେ। ତାପରେ ସେ ପୁଣି ଭାବିଲେ, ଯେଉଁ ତରବାରୀରେ ସେ ଭୀଷଣ ଶତ୍ରୁମାନଙ୍କ ପ୍ରାଣ ନେବା କଥା, ଗୋଟାଏ ସାମାନ୍ୟ ମୂଷା ଉପରେ ସେ ତାହା ପ୍ରୟୋଗ କରିବେ। ଏହା ଭାବି ସେ ଖଣ୍ଡିଏ ପଥର ଉଠାଇ ତାହା ଦ୍ୱାରା ସେ ମୂଷାକୁ ଆଘାତ କରିବାକୁ ପ୍ରସ୍ତୁତ ହେଲେ। ସେତିକିବେଳେ ରାଜ୍ୟର ଗୋଟାଏ ନିୟମ ତାଙ୍କ ହଠାତ୍ ମନେ ପଡ଼ିଲା। କୌଣସି ନିନ୍ଦ୍ରିତ ପ୍ରାଣୀକୁ ଆଘାତ କରିବା ଅନୁଚିତ। ସେ ତେଣୁ ମୂଷା ପାଖକୁ ଯାଇ ତାକୁ ଗୋଡ଼ରେ ଠେଲିଦେଲେ। ସଙ୍ଗେ ସଙ୍ଗେ ମୂଷାଟି ଗୋଟାଏ ମଣିଷ ରୂପ ଧରି ଠିଆ ହେଲା ଓ ହସିଲା। ରାଜା ଚମକି ପଡ଼ି ପଛକୁ ଘୁଞ୍ଚିଗଲେ ଓ ସଙ୍ଗେ ସଙ୍ଗେ ସେ ତାଙ୍କ ନିଜ ତରବାରୀ ଉପରେ ହାତ ପକାଇଲେ। ଲୋକଟି ପୁନର୍ବାର ହସିଲା ଓ କହିଲା, ଭୟ କର ନାହିଁ, ତମର କୌଣସି କ୍ଷତି କରିବାର ଉଦ୍ଦେଶ୍ୟ ମୋର ନାହିଁ। ରାଜା କହିଲେ, ତମେ ମଣିଷ, କିନ୍ତୁ ମୂଷା ରୂପ ଧରି ଶୋଇଥିଲ ପରା, ଏହା ତ ବଡ଼ ବିଚିତ୍ର। ରାକ୍ଷସ କହିଲା, କୌଣସି ମଣିଷ ପକ୍ଷରେ କ'ଣ ମୂଷା ରୂପ ନେବା ସମ୍ଭବ? ମୁଁ ରାକ୍ଷସରାଜ ପ୍ରଚଣ୍ଡ। ତମେ କ'ଣ ଜାଣ, ରାକ୍ଷସମାନେ ଅନେକ ପ୍ରକାର ରୂପ ଧାରଣ କରିପାରନ୍ତି। ମୁଁ ପ୍ରଥମେ ମଣିଷ ରୂପ ଧାରଣ କରି ଅନ୍ୟ ଏକ ସ୍ଥାନରେ ଶୋଇଥିଲି। ଚୋରମାନେ ଜଣେ ବିଦେଶୀ ମନେ କରି ମୋତେ ଲୁଣ୍ଠନ କରିବାକୁ ଚେଷ୍ଟା କଲେ। ଆଉ ଏକ ସ୍ଥାନରେ ମୋତେ ବିଦେଶୀ ବେପାରୀ ଭାବି ଏ ରାଜ୍ୟର କେତେକ ଠକ ମୋ ସହିତ ହରକତ କଲେ। ମୁଁ ଦେଖିଲି ମୂଷା ଭଳି ପ୍ରାଣୀଟିଏ ହୋଇପଡ଼ି ରହିଲେ ମୁଁ ନିରାପଦ ହୋଇ ରହିବି। ରାଜା ପଚାରିଲେ, ନା ରାକ୍ଷସରାଜ, ମୁଁ ସିନା ତୁମକୁ ମାରିଲି ନାହିଁ, କିନ୍ତୁ ଜଣେ ସାଧାରଣ ଲୋକ ହାବୁଡ଼ରେ ପଡ଼ିଥିଲେ ତମେ ଅବଶ୍ୟ ମରିଥାନ୍ତ। ସେ କଥା ଛାଡ଼, ତମେ ରାକ୍ଷସ, ଚୋର ଓ ଠକମାନେ ତମକୁ ହରକତ କଲେ, ଅଥଚ ତମେ ତାଙ୍କର କିପରି କିଛି କରିପାରିଲ ନାହିଁ? ଆମେ ରାକ୍ଷସମାନେ ମଣିଷ ରୂପ ଧରିବା ମାତ୍ରେ ଆମର ବଡ଼ ମଣିଷ ଭଳି ହୁଏ। ରାକ୍ଷସର ବଡ଼ ପରାକ୍ରମ ସେତେବେଳେ ଆଉ ରହେ ନାହିଁ। ରାକ୍ଷସ ଏହିପରି ଭାବେ ବୁଝାଇଦେଲା ଓ ରାଜାଙ୍କ ପରିଚୟ ମାଗିଲା। ଏହାପରେ ସେ ରାଜା ନିଜର ପରିଚୟ ଦେଲେ। ପରିଚୟ ପାଇ ରାକ୍ଷସ ଅତ୍ୟନ୍ତ ଖୁସି ହୋଇ ତାଙ୍କୁ ଅଭିବାଦନ କଲା।
ରାଜା ପଚାରିଲେ, ତମେ କାହିଁକି ମୋ ରାଜ୍ୟକୁ ଆସିଛ? ଏହାପରେ ସେ ରାକ୍ଷସ ରାଜପ୍ରଚଣ୍ଡ କହିଲା, ଗୋଟାଏ ବିଶେଷ କାରଣରୁ। ଆମେ ରାକ୍ଷସମାନେ ମଣିଷ ଖାଇପାରୁ, କିନ୍ତୁ ବହୁ ବର୍ଷ ହେଲା ଆମ ରାକ୍ଷସ ରାଜ୍ୟରେ ଗୋଟାଏ ନିୟମ ପ୍ରଚଳନ ହୋଇଛି। ସେ ନିୟମ ଅନୁସାରେ କୌଣସି ନିରସ୍ତ୍ର ମଣିଷକୁ ଆମେ ରାକ୍ଷସମାନେ ମାରିପାରିବା ନାହିଁ। ଆତ୍ମରକ୍ଷା ପାଇଁ ମଧ୍ୟ ମଣିଷ ମାରିବା ଆମ ପକ୍ଷରେ ନିଷିଦ୍ଧ। ପୁଣି ଅନ୍ୟ କୌଣସି ଜାନୁଆର ଯଦି ମଣିଷଟିଏ ମାରିଥିବ, ସେ ମଣିଷକୁ ଆମେ ଖାଇବା କଥା ନୁହେଁ। କିନ୍ତୁ ମୁଁ ଦେଖୁଛି କେଇଦିନ ହେଲା ଆମର କେତେକ ରାକ୍ଷସ ଗଣ୍ଡା ଗଣ୍ଡା ମଣିଷ ଆଣି ଖାଉଛନ୍ତି। ସେମାନଙ୍କ ରାଜା ହିସାବରେ ମୁଁ ଯେତେବେଳେ ସେମାନଙ୍କୁ ସେ ବିଷୟରେ ପ୍ରଶ୍ନ କରେ, ସେମାନେ କହନ୍ତି କି ସେମାନେ ସଦ୍ୟ ମୃତ ମଣିଷମାନଙ୍କୁ ସଂଗ୍ରହ କରି ନେଇଯାଉଛନ୍ତି। ମୁଁ ଦେଖିଲି ସେ ମଣିଷମାନେ ବୁଢ଼ା ନୁହନ୍ତି, ତେଣୁ ସେମାନେ କାହିଁକି ମଲେ? ରାକ୍ଷସମାନେ କହୁଛନ୍ତି କି ସାମ୍ପ୍ରଦାୟିକ ଦଙ୍ଗା, ବସ୍ତି ବସ୍ତି ଭିତରେ ମାଡ଼ପିଟ ଇତ୍ୟାଦିରେ ଏତେ ଲୋକ ମରୁଛନ୍ତି ଯେ ଦଙ୍ଗା ହାଙ୍ଗାମା ଭିତରେ ଗୁଡ଼ାଏ ମୃତଦେହ ଉଠାଇ ନେଇଗଲେ ବି କେହି କିଛି ଜାଣିପାରୁନାହାନ୍ତି। ଏହା କେତେ ଦୂର ସତ୍ୟ, ସେହି କଥା ବୁଝିବା ପାଇଁ ମୁଁ ଏଠାକୁ ଆସିଛି। ରାଜା ପଚାରିଲେ, ତମେ ତମ ଅନୁସନ୍ଧାନରୁ କ'ଣ ବୁଝିଲ? ରାକ୍ଷସ କହିଲା, ଅନେକ କଥା ବୁଝିଲି। ଆମ ରାକ୍ଷସମାନେ ଯାହା ବି କିଛି କହୁଥିଲେ ତାହା ସମ୍ପୂର୍ଣ୍ଣ ସତ୍ୟ। ତା ସଙ୍ଗେ ସଙ୍ଗେ ଏହା ବି ସତ୍ୟ ଯେ ଲୋକଙ୍କ ଉପରେ ଯେଉଁମାନେ ରାଜୁତି କରୁଛନ୍ତି, ସେମାନଙ୍କ ଚରିତ୍ରରେ ମାନବ ଗୁଣ ଅପେକ୍ଷା ଦାନବ ଗୁଣ ଯଥେଷ୍ଟ ଅଧିକ। ସେମାନେ ସ୍ୱାର୍ଥପର, ଉଦ୍ଧତ ଓ ଦୁର୍ବଳ। ସେ ରାକ୍ଷସର ଏଭଳି କଥା ଶୁଣି ରାଜା ସଙ୍ଗେ ସଙ୍ଗେ ନିଜ ତରବାରୀ ଉପରେ ହାତ ପକାଇ କହିଲେ, ରାକ୍ଷସରାଜ, ମୁଁ ଯେ ସ୍ୱାର୍ଥପର ବା ଉଦ୍ଧତ ନୁହେଁ, ଏ କଥା ଅବଶ୍ୟ ମୁଁ ସଙ୍ଗେ ସଙ୍ଗେ ପ୍ରମାଣ କରିଦେଇ ପାରିବି ନାହିଁ। କିନ୍ତୁ ମୁଁ ଯେ ଦୁର୍ବଳ ନୁହେଁ, ଏ କଥା ତୁମ ସହ ଯୁଦ୍ଧ କରି ମୁଁ ପ୍ରମାଣ କରିଦେବି। ଆସ ଏବେ ତୁମେ ତୁମ ରାକ୍ଷସ ରୂପ ଧାରଣ କର। ରାକ୍ଷସ କହିଲା, ରାଜା, ମୁଁ ରାକ୍ଷସ ରୂପ ଧାରଣ କଲେ କୌଣସି ମଣିଷ ବି ମୋତେ ପରାସ୍ତ କରିବାର ପ୍ରଶ୍ନ ହିଁ ଉଠୁନାହିଁ। ମୁଁ ଏହିପରି ମଣିଷ ଭାବରେ ତୁମ ସହ ଲଢ଼େଇ କରିପାରେ। ମଣିଷ ମଣିଷ ଭିତରେ ଲଢ଼େଇ ହେଲେ ସିନା ରାକ୍ଷସମାନଙ୍କର ଲାଭ। ତମେ ଯଦି ମୋତେ ହରାଇଦେବ, ତେବେ ତୁମେ ମୋତେ ଯାହା କରିବାକୁ କହିବ ମୁଁ ତାହା କରିବି। ଏହାପରେ ସେ ରାଜା ଓ ରାକ୍ଷସ ଭିତରେ ଘମାଘୋଟ ଯୁଦ୍ଧ ଆରମ୍ଭ ହେଲା। ରାଜା ଅକ୍ଳେଶରେ ମଣିଷ ରୂପୀ ସେ ରାକ୍ଷସକୁ ହରାଇ ଦେଲେ। ରାକ୍ଷସ ସଙ୍ଗେ ସଙ୍ଗେ ମଣିଷ ରୂପ ତ୍ୟାଗ କରି ରାକ୍ଷସ ରୂପ ନେଲା। ତାର ସେ ଭୀଷଣ ଚେହେରା ଦେଖି ରାଜା ପୂରାପୂରି ଡରିଗଲେ। ନା ନା, ଭୟ କରିବାର କୌଣସି କାରଣ ନାହିଁ। ସେ ରାକ୍ଷସ ଏତକ କହି ରାଜାଙ୍କ ପାଖକୁ ଘୁଞ୍ଚି ଆସିଲା। ରାଜା ଏଥର ଆଶ୍ୱସ୍ତ ହେଲେ। ରାକ୍ଷସ କହିଲା, ରାଜା, ତମେ ଜଣେ କୁଶଳୀ ଯୋଦ୍ଧା, ଏଥିରେ ତ କୌଣସି ସନ୍ଦେହ ନାହିଁ। ତୁମେ ମୋଠୁ କି ପ୍ରକାର ସହାୟତା ଚାହୁଁଛ କୁହ, ମୁଁ ତାହା ତୁମକୁ ଅବଶ୍ୟ ଦେବି। ଏହା ଶୁଣି ସେ ରାଜା ଅତ୍ୟନ୍ତ ଖୁସି ହୋଇଗଲେ ଓ କହିଲେ, ମୁଁ ସାରା ପୃଥିବୀର ସବୁ ରାଜ୍ୟ ଜୟ କରି ରାଜରାଜେଶ୍ୱର ହେବି। ଏପରି କରିବା ପଛରେ ମୋର ମୁଖ୍ୟ ଉଦ୍ଦେଶ୍ୟ ହେଲା, ତାହା ଦ୍ୱାରା ମୁଁ ପୃଥିବୀରେ ଶାନ୍ତି ସ୍ଥାପନ କରିବି। କୌଣସି ରାଜା ସହ କୌଣସି ରାଜାର ଯୁଦ୍ଧ ହେବ, ସେ କଥା ମୁଁ ମୋଟେ କରାଇ ଦେବି ନାହିଁ। ରାଜାଙ୍କ ଏଭଳି ଇଚ୍ଛା ଜାଣି ସେ ରାକ୍ଷସ ହଠାତ୍ ଅଟ୍ଟହାସ୍ୟ କଲା ଓ କହିଲା, ରାଜା, ମୁଁ ଦୁଃଖିତ। ମୋ ପ୍ରତିଶ୍ରୁତି ମୁଁ ପାଳନ କରିବି ନାହିଁ। ରାଜା ପ୍ରଶ୍ନ କଲେ, କାହିଁକି? ରାକ୍ଷସ ପୁଣି ଅଟ୍ଟହାସ୍ୟ କରି ତାପରେ ନିଜକୁ ଗୋଟାଏ ପକ୍ଷୀରେ ପରିଣତ କରି ସେ ସେଠାରୁ ଉଡ଼ି ଚାଲିଗଲା। ବେତାଳ ଟିକିଏ ଚୁପ୍ ରହି ତାପରେ କଠୋର କଣ୍ଠରେ ପ୍ରଶ୍ନ କଲା, ରାଜା, ରାକ୍ଷସ କାହିଁକି ତାର ପ୍ରତିଶ୍ରୁତି ଭଙ୍ଗ କଲା? ସେ ଅଟହାୟ ବା କଲା କାହିଁକି? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ। ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ବି ତମେ ଯଦି ନୀରବ ରହିବ, ତେବେ ତମ ଶରୀର ସ୍କନ୍ଧଚ୍ୟୁତ ହେବ। ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନ କରି ରାଜା ବିକ୍ରମାର୍କ ଉତ୍ତର ଦେଲେ, ରାକ୍ଷସ ନିଜ ଅନୁଭୂତି କଥା କିପରି ବା ଭୁଲନ୍ତା? ସେ ମଣିଷ ରୂପେ ମୋ ଗଧକୁ ଆସି ଥରେ ଚୋରଙ୍କ ହାବୁଡ଼ରେ ଓ ଆଉ ଥରେ ଠକଙ୍କ ହାବୁଡ଼ରେ ପଡ଼ିଥିଲା। ଯେଉଁ ରାଜା ନିଜ ରାଜ୍ୟରେ ଏସବୁ ଅଶାନ୍ତିର ହେତୁ ଦୂର କରି ପାରିନାହିଁ, ଯେଉଁ ରାଜ୍ୟରେ ଦଙ୍ଗା ହଙ୍ଗାମା ଲାଗି ରହିଛି,
ବୋଲି ରାକ୍ଷସମାନେ ମଣିଷ ଆହାର ପାଉଛନ୍ତି। ସେ ରାଜ୍ୟର ରାଜା ପୃଥିବୀରେ ଶାନ୍ତି ସ୍ଥାପନ କରିବ ବୋଲି ନିଜେ କହିବା ସ୍ଫାଳନ ଛଡ଼ା ଆଉ କ'ଣ ବା ହୋଇପାରେ? ରାକ୍ଷସ ବୁଝିଲା, ରାଜା ଆଦର୍ଶ ନାମରେ ନିଜ ଅହମିକା ତୃପ୍ତ କରିବାକୁ ଚାହାନ୍ତି। ତେଣୁ ସେ ପ୍ରତିଶ୍ରୁତି ରକ୍ଷା କଲା ନାହିଁ ଏବଂ ଅଟହାୟ କଲା। ରାଜାଙ୍କ ଉତ୍ତରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ସେ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡ଼ିଲା। କାହାଣୀଟି ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରି ସବସ୍କ୍ରାଇବ୍ ଏବଂ ବେଲ୍ ଆଇକନ୍କୁ ନିଶ୍ଚୟ ଦବାନ୍ତୁ।